ହାଏ ହ୍ୟାଲୋ ଗାଇସ୍, କେମିତି ଅଛନ୍ତି ସମସ୍ତେ? ଭଲ ଥିବେ। ମୁଁ ମଧ୍ୟ ଭଲ ଅଛି। ସେମିତି ଆପଣମାନେ ସମସ୍ତେ ଖୁସିରେ ଆଜି ବହୁତ ଖୁସିର ଦିନ। କାହିଁକି ଖୁସିର ଦିନ ବୋଲି କହୁଛି? ଆଜି ଖରା ବାହାରିଛି, ବର୍ଷା ହେବ। କାଲି ବର୍ଷା ହେଉଥିଲା, ମେଘ ବି ହେଇଥିଲା। ଆଜି ଖରା ବାହାରୁଛି, ଖୁସି ଲାଗୁଛି। କାହିଁକି ନା ଏତେ ଦିନ ହେଲା ବର୍ଷା 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 ସିଜନ୍ରୁ ହିଁ ବର୍ଷା ଚାଲିଛି। ଆଉ କାଲି ବି ବର୍ଷା ହେଇଥିଲା, ମେଘ ବି ହେଇଥିଲା। ଆଜି ଖରା ବାହାରୁଛି, ନିଜକୁ ବି ଟିକେ ଖୁସି ଲାଗୁଛି। କାହିଁକିନା ଆମେ ଯେଉଁ କମ୍ପାନୀରେ ରହୁଛୁ, ସେ କମ୍ପାନୀରେ ଯଦି କଷ୍ଟମର୍ ଲୋକମାନେ ଯଦି ଭିତରକୁ ଆସୁଛନ୍ତି, ସବୁ ଖାଦ୍ୟ ହେଇଯାଉଛି। ଆମ ନିଜକୁ ବହୁତ କଷ୍ଟ ଲାଗୁଛି। କେତେ କାମ କଲେ ବି ସେଠି ପାଣି ଖୁଦିକି ଆଇଲେ ସେଇଟା ପୁଣି ସଫା କରିବାକୁ ପଡ଼ୁଛି। ସେଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା, କିନ୍ତୁ ଆଜି ଖରା ବାହାରୁଛି, ମୋତେ ବହୁତ ଖୁସି ଲାଗୁଛି। ଛାଡ଼, ଆପଣ ସମସ୍ତେ ସେମିତି ଭଲ ରୁହନ୍ତୁ, ଭଲ ପାଇବା ଦିଅନ୍ତୁ, ସ୍ନେହ ଦିଅନ୍ତୁ। ଆଉ ମୁଁ ମଧ୍ୟ ଆପଣଙ୍କ ଠାରେ ମୁଁ ଚିର ଋଣୀ ହେବା ପାଇଁ ଚାହୁଁଛି। କାହିଁକିନା ମୁଁ କାଲି ତ୍ରିଶୂର ଯାଇଥିଲି। ମୁଁ ଆମ ଘରକୁ ଦେଖିବା ପାଇଁ ଯାଇଥିଲି। ଦେଖିଲି, ବୁଲିଲି, ମଜା କଲି, ଆସିଲି। ତାର ଆଜି ଯାଏଁ ମୋର ମୁଣ୍ଡ ବତଉଛି। ଆଜି କାଲି ବର୍ଷା ହେଲା, ବର୍ଷାରେ ତିନ୍ତିକି ବୁଲାବୁଲି କଲୁ, ଏନ୍ଜୟ କଲୁ, ସବୁ କିଛି କଲୁ। ଆଜି ପୁରା ମୁଣ୍ଡ ବତଉଛି, ପୁରା ଝିମଝିମ ହେଇକି ବତଉଛି। ହେଲେ ବି ଆଜି ମୁଁ ଡ୍ୟୁଟି ଆସିଛି। କାଲି ଛୁଟି କରିଥିଲି। ଯଦି ଆଜି ଡ୍ୟୁଟି ଆସିବିନି କହିଲେ ମୋତେ କମ୍ପାନୀରୁ ବାହାର କରିଦେବେ। ମୁଁ ଏତେ ଦୂରରୁ ଆସିଛି ମୁଁ କାମ କରିବା ପାଇଁ ବୋଲି। ମୁଁ ଯଦି କାମ ନ କରି ମୁଁ ଯଦି ବାହାରେ ରହିବି, ଆଉ ଗୋଟେ ଦିନ ଜ୍ୱର ହେଲା ବୋଲେ କାଲି ଛୁଟି କରି ଆଜି ବୋଧେ ନ ପଚାରିକି ରହିଲେ କାଲି ଛୁଟି କରୁଥିଲା, କ'ଣ ଦୁନିଆ କହିବେ। ସେଥିପାଇଁ ମୁଁ କଷ୍ଟ କରି ଉଠିକି ଗାଧେଇଲି, ବ୍ରସ୍ କରି ଡ୍ୟୁଟି ଆସିଲି, କାମ କରିକି ଛିଡ଼ା ହେଇଛି। ସମୟ ଟିକେ ପାଇଲି ବୋଲି ଆପଣମାନେ ସେୟାର କରିବି, ଆପଣମାନେ ବାହାର ଦୃଶ୍ୟ ଟିକେ ଦେଖିଦିଅନ୍ତୁ। ଦେଖନ୍ତୁ, ତାପରେ ପାଗ ଟିକେ ଦେଖିଦିଅନ୍ତୁ କେମିତି ଅଛି। ଦେଖିଲେ ଆପଣ ସମସ୍ତେ ଦେଖିଲେ, ଆଉ ଆପଣମାନେ ମୋ ପାଇଁ କିଛି ପ୍ରାର୍ଥନା କରିଦିଅନ୍ତୁ। ମୁଁ କେମିତି ସୁସ୍ଥ ହେବି, ଭଲ ହେବି, ଆଉ ଆପଣମାନଙ୍କୁ ମୁଁ ଭଲ ପାଇବା ସ୍ନେହକୁ ଆଗରେ ମୁଁ ରଖିବି। ସେଠି ମୋର ବିଶେଷ ଅନୁରୋଧ, ମୋ ପାଇଁ ପ୍ରାର୍ଥନା କରିଦିଅନ୍ତୁ। ମୁଁ ତ ବାହା ହେଇଛି କି ବାହା ନ ହେଇଛି ମୁଁ ବି ନିଜେ ଜାଣିପାରୁନି, ତା ପାଇଁ ମୋତେ ପ୍ରାର୍ଥନା କରିଦେବେ। ସେ ବି ଯେମିତି ଦେହ ଅସୁସ୍ଥ ଅଛି, ସେ ବି ସୁସ୍ଥ ହେଇବେ, ଆଉ ଭଲସେ ରହିବ। ଆଉ ଆମେ ଏତେ ଦୂର ପରିଶ୍ରମ କରିବା ପାଇଁ ଆସିଛୁ, କିଛି ଦିନ ପାଇଁ ପରିଶ୍ରମ କରିବୁ, ଆଉ ଯିବୁ। ସେଠି ମୋର ବିଶେଷ ଅନୁରୋଧ ଆପଣମାନଙ୍କୁ। ଆଉ ଯେଉଁ ଭାଇମାନେ ଆଉ ପ୍ରଭୁଙ୍କୁ ଜାଣିଛନ୍ତି, ଆଉ ପ୍ରଭୁଙ୍କୁ ଜାଣିକି ମଧ୍ୟ ଆଗକୁ ଯାଉଛନ୍ତି, ସେଇ ଭାଇମାନଙ୍କୁ ମୋର ଅନୁରୋଧ, ପ୍ରାର୍ଥନା କରିଦେବେ। ଆଉ ମୋର ବି ଦେହ ଖରାପ ଅଛି, ତାଙ୍କର ବି ଦେହ ଖରାପ ଅଛି, ତାଙ୍କର ବି ମଧ୍ୟ ପ୍ରାର୍ଥନା କରିଦେବେ, ମୋର ବିଶେଷ ଅନୁରୋଧ। ଆଉ ପ୍ରଭୁ ଆମ ପାଖରେ ସଦାବେଳେ ରହୁଛନ୍ତି, କିନ୍ତୁ ଆମେ ପ୍ରଭୁଙ୍କୁ ଭୁଲି ଯାଉଛୁ।